करुणामयमा परम प्रभु श्री अरविंद आज अध्ययन वर्ग जो आम प्रभु श्री अरविंद प्रणीत विश्वविख्यात ग्रंथ लाइफ डिवाइन पढ़ुंट से उपस्थित थिबा समस्त दिव्य अभिप्सु आत्मा मान को अनेक श्रद्धा और सम्मान व्यक्त कर आज कार्यक्रम को सुंदर करी गढ़ी तोड़े रूपायित कर संचालिका श्रद्धेया आम समस्त श्रद्धार माँ निज परश्रीपा कार्यक्रम रे अंशग्रहण करिसेंती विकास भाई आस्था प्रियमदापा ममतापा शकुंतलापा समस्त को अनेक श्रद्धा निवेदन कर आमे एक गुरुत्वपूर्ण चैप्टर जहाँ को आमे कहूँ डिवाइन सोल चैप्टर 17 पढ़ुले कह जाउछि जे आम सत्तार आम अस्तित्वर एक्जिस्टेंस जहाँ को इंग्रजी रे कह जाउछि आम सत्तार तीनोटी विभाव रही एस्पेक्ट्स for this there are aspects for these three are aspects of the one existence गोटे सत्तार तीनोटी विभाव से सत्ता किए अस्तित्वटी आत्मा the first is based upon that self knowledge प्रथमटी बेस करिछि आधारित होइछि आत्मज्ञान उपरे आमे सब समय से कथाटी शुणुछु पृथ्वी रे जते प्रकार ज्ञान रही श्रेष्ठ ज्ञान होछि आत्मज्ञान जेतବେଳେ आत्मज्ञान उदय हबो सेते बेले आमे प्रथम विभावटी फर्स्ट एस्पेक्ट ऑफ सोल को जानिबा सेतरे कोन रहिछि सेल्फ नॉलेज व्हिच इन आवर ह्यूमन रियलाइजेशन ऑफ द डिवाइन भगवान संपर्क रे मनीषर रियलाइजेशन उपलब्धि अनुभूति माने ईश्वर अनुभूति मनीषर ईश्वर अनुभूति ईश्वर अनुभूति आमे कहवा आमे तो आत्मज्ञान है आत्मज्ञान रे ईश्वर अनुभूति कोटे आसो ये आपण जानिबे जे आपण आत्मा होचंती ईश्वर आपण आत्मा भितरे तांकर विद्यमानता रही सेटा ही ईश्वर अनुभूति आपण भितर जी कथा कहते जे चिंता करते जे समग्र चेतना है कि रही सुख दुख अनुभव कर आपण को शक्ति प्रदान कर गतिशीलता देउछंती से ही ईश्वर ये कथाटी अनुभव भीतर को आसो यही प्रचेषा गुड़िक उपनिषद ऋषि माने करथिले उपनिषद वर्णना करुछंती दि उपनिषद डेस्क्राइब्स उपनिषद वर्णना करुछि एज द सेल्फ इन अस आम भितरे रहितबा आत्मा बिकमिंग ऑल एक्जिस्टेंसेस आम भितरे रहितबा आत्मा सर्वभूतरे परिणत होइछि सर्वसत्तारे परिणत होइछि शब्द गुड़िक सहित निजक परिचित करने आम छोट बड़े भूत कहले
ଘୋଷ୍ଟ ବୁଝୁଥିଲୁ। ଏଠି ଭୂତ କହିଲେ ବୁଝିବା ଏକ୍ଜିଷ୍ଟେନ୍ସ, ପୃଥିବୀର ସକଳ ବସ୍ତୁ, ପୃଥିବୀର ସକଳ ଜୀବ ଜଗତ, ପୃଥିବୀର ସକଳ ବୃକ୍ଷ ସତ୍ତା, ଏଠି ଯାହା କିଛି ଅଛି ସେ ସବୁ ଅସ୍ତିତ୍ୱ, ତାକୁ କୁହାଯାଉଛି ଭୂତ, ଭୂତ ସକଳ। ଭୂତର ଅନ୍ୟ ଏକ ଅର୍ଥ ଅଛି, ଭୂତ ମାନେ ଅତୀତ, ଭୂତ କାଳ କହନ୍ତି। ଏଠି ଅତୀତର କଥା କୁହାଯାଉ ନାହିଁ କି ଆପଣଙ୍କୁ ଘୋଷ୍ଟର କଥା କୁହାଯାଉ ନାହିଁ, ଏଠି ଭୂତ କହିଲେ ଏକ୍ଜିଷ୍ଟେନ୍ସ ର କଥା କୁହାଯାଉଛି। ସେଲ୍ଫ ଇନ୍ ଅସ୍, ଆମ ଭିତରର ଆତ୍ମା, ବିକମିଂ ଅଲ୍ ଏକ୍ଜିଷ୍ଟେନ୍ସେସ୍, ସେ ହିଁ ସର୍ବଭୂତରେ ପରିଣତ ହୋଇଯାଇଛି। ହେଲେ ଏଭଳି ଗୋଟେ ଜ୍ଞାନ ମଣିଷ ଠାରୁ, ଆଜିର ମଣିଷ ଠାରୁ କେତେ ଦୂର? ସେ ବା ନିଜ ଭାଇକୁ ସ୍ୱୀକାର କରିପାରୁନି, ନିଜ ଭଉଣୀକୁ ସ୍ୱୀକାର କରିପାରୁନି, ନିଜ ବାପା ମାକୁ ତଳେ ପକେଇ ଦଉଛି। ସିଏ କୋଉ ଦିନ ଅନୁଭବ କରିବ ଯେ ତାର ଆତ୍ମା ଭିତରୁ ସକଳ ସତ୍ତା ତିଆରି ହେଇଛନ୍ତି, ସୃଷ୍ଟି ହେଇଛନ୍ତି। ଉପନିଷଦ କହୁଛନ୍ତି ସର୍ବଭୂତାନି ଆତ୍ମ ଏବ ଭୂତ। ସବୁ ଭୂତାନି ମାନେ ସବୁ ପ୍ରାଣୀ ଗୁଡିକ ବା ସବୁ ସତ୍ତା ଗୁଡିକ ଆତ୍ମ ଏବ ଭୂତ, ମୋ ଠାରୁ ଉଦ୍ଭୂତ ହେଇଛି, ମୋ ଠାରୁ ସୃଷ୍ଟି ହୋଇଛି, ମୋ ଆତ୍ମାରୁ ସୃଷ୍ଟି ହୋଇଛି। ଅର୍ଥାତ୍ ଆପଣ ଯଦି, ଆପଣଙ୍କ ଠାରୁ ଯଦି ସବୁ ସତ୍ତା ସୃଷ୍ଟି ହେଇଛନ୍ତି, ପାହାଡ ପର୍ବତ ନଦୀ ସମୁଦ୍ର, ଏଟା ସବୁ ଆମକୁ ଭାରି କାଳ୍ପନିକ ଲାଗୁନି? ବଡ ଅଜବ ଲାଗୁଥିବ ସେ କଥାଟା ଶୁଣିବାକୁ। ଆମେ ନିଜକୁ କେତେ କ୍ଷୁଦ୍ର ମନେ କରୁଛୁ, କେତେ ଅକିଞ୍ଚନ ମନେ କରୁଛୁ, କେତେ ଦିନହୀନ ମନେ କରୁଛୁ। ଆମର କେତେ ଛୋଟ ଛୋଟ ପରିଚୟ ଗୁଡିକ ରହିଛି। ଆମେ, ଆମ ଘର ଏଇଠି, ମୋ ଭାଇ ଇଏ, ମୋ ବାପା ଇଏ, କିନ୍ତୁ ଯେତେବେଳେ ଆପଣଙ୍କୁ ପରିଚୟ ଦିଆଯିବ ଇଏ ହଉଛନ୍ତି ଜଗତର ପିତା, ଯାଙ୍କ ଭିତରୁ ସର୍ବ ପ୍ରାଣୀ, ସର୍ବଭୂତ, ସର୍ବସତ୍ତା ଜନ୍ମ ଗ୍ରହଣ କରିଛି, ଉଦ୍ଭୂତ ହେଇଛନ୍ତି, ତାହେଲେ ଏଇ କଥାଟା ଗୋଟେ ଅତିରଞ୍ଜନ ଭଳି ଲାଗିବନି ଆପଣ? କିନ୍ତୁ ଆତ୍ମଜ୍ଞାନ ହେଲେ ଆଧ୍ୟାତ୍ମିକ ଅନୁଭୂତି ତ ସେଥିପାଇଁ এই ପୃଥିବୀ ପକ୍ଷରେ ଏକ ଅନନ୍ୟ କଥା। ସର୍ବଭୂତାନି ଆତ୍ମ ଏବ ଭୂତ। ମୁଁ ଜଗତର ପିତା, ମୁଁ ଜଗତର ମାତା। ମୁଁ ମାନେ ଆପଣଙ୍କ ପ୍ରାଣ କି ମନ ନୁହନ୍ତି, ଆପଣ ଯାହାକୁ ମୁଁ ମନେ କରନ୍ତି। ଆପଣଙ୍କୁ ମୁଁ ମନେ କରନ୍ତି ସତ, କିନ୍ତୁ ମୁଁ ବୋଲି ଆପଣଙ୍କ ଭିତରେ ସତରେ କିଛି ବୋଲି କିଛି ନାହିଁ। ଯିଏ ରହିଛନ୍ତି ଆତ୍ମା, ସେ କେବେ ମୁଁ ନୁହନ୍ତି, ସେ କେବେ ଅହଂ ନୁହନ୍ତି, ସେ ହଉଛନ୍ତି ସର୍ବବ୍ୟାପକ ସର୍ବସତ୍ତା, ସେ ଈଶ୍ୱର ସତ୍ତା। ସେ ଆତ୍ମଜ୍ୟୋତି ରୂପରେ ପ୍ରଜ୍ୱଳିତ ହେଇଛନ୍ତି ସତ, କିନ୍ତୁ ସେ ସତରେ ବ୍ରହ୍ମଜ୍ୟୋତି। ଆପଣଙ୍କ ଶରୀର ଭିତରେ ଅଛନ୍ତି, ଆପଣଙ୍କ ମନ ପ୍ରାଣର କଥା ମାନି ଛଟପଟ ହଉଛନ୍ତି, ଠିକ ଅଛି। ଆମେ ତାଙ୍କ ମନ ଅନୁସାରେ ଶୋଇ ପକଉଛୁ, ମନ ଅନୁସାରେ ଉଠେଇ ପକଉଛୁ, ଠିକ ଅଛି। କିନ୍ତୁ ସେଟା ଆମକୁ ପ୍ରତୀତ ହଉଥାଇପାରେ, ଲାଗୁଥାଇପାରେ, କିନ୍ତୁ ଅସଲରେ ସିଏ ହଉଛନ୍ତି ଜଗତର ପିତା, ସମସ୍ତ ଭୂତର ସୃଷ୍ଟିକର୍ତ୍ତା। ଇଏ ହେଲା ପ୍ରଥମ ବିଭାବ। ଆତ୍ମଜ୍ଞାନରେ ଏଇଭଳି ଆତ୍ମା ବିଷୟରେ ଜ୍ଞାନଟି ଆସିବ। ଦ୍ୱିତୀୟଟି କଣ ଆସିବ? ଦି ସେକେଣ୍ଡ, ଦ୍ୱିତୀୟ ବିଭାବଟି ହେଲା on that which is described। ଦ୍ୱିତୀୟଟି, ଯୋଉ ଦ୍ୱିତୀୟ ବିଭାବଟି ଏଇଭଳି ବର୍ଣ୍ଣନା ହେଇଛି, as a seeing all existences in the self। seeing all existences in the self। ଆପଣଙ୍କ ଆତ୍ମା ଭିତରେ ସର୍ବଭୂତଙ୍କୁ ଦେଖିବା। ଖାଲି ଯେ ଆପଣ ତାଙ୍କୁ ସୃଷ୍ଟି କରିଦେଇଛନ୍ତି ତା ନୁହେଁ, ଆପଣ ତାକୁ ଧାରଣ କରିଛନ୍ତି। ଆପଣଙ୍କ ଆତ୍ମା ଭିତରେ ସମସ୍ତେ ଅଛନ୍ତି। ଏ ତ ଆହୁରି ସଙ୍କଟଜନକ କଥା।
ମୋ ଓଜନ 70 କେଜି କି 80 କେଜି, ମୋ ଭିତରେ ସକଳ ସଚରାଚରର ଆତ୍ମା ଗୁଡିକ ରହିଛି, ସର୍ବଭୂତ ରହିଛନ୍ତି। ଆମେ ଏଇ ବାଟରେ ମନରେ ବିଚାର କରୁଛୁ, କିନ୍ତୁ ଅସଲ କଥାଟା ତ ଆମକୁ ଜଣା ନାହିଁ। ଅସଲ କଥା ଏଇଆ ଯେ ଆମେ ସମଗ୍ର ବିଶ୍ୱକୁ ଆମ ଭିତରେ ଧାରଣ କରିଛୁ, ସମଗ୍ର ସତ୍ତା ମାନେ ଆମ ଭିତରେ ରହିଛନ୍ତି। ଉପନିଷଦ କଣ କହୁଛନ୍ତି? ସର୍ବାଣୀ ଭୂତାନି ଆତ୍ମାନି ଏବ, ସର୍ବାଣୀ ଭୂତାନି ଆତ୍ମନି ଏବ। ସର୍ବାଣୀ ଭୂତାନି କହିଲେ ସବୁ ବା ସକଳ ଭୂତ ଗୁଡିକ, ଅସ୍ତିତ୍ୱ ଗୁଡିକ ଆମ ନିଜର ଆତ୍ମା ଭିତରେ ରହିଛି, ଏଇ କଥାଟିକୁ ଦେଖିପାରିବା। ତେଣୁ ଆମେ ଦାୟୀ କରିବାର କଥା ତ କହୁନୁ, କାରଣ ଏଇଟା ଗୋଟେ ମାନସିକ ହିସାବ ବିଚାର ନୁହେଁ। ଆମେ ବେଳେ ବେଳେ ନିଜ ଭିତରେ ଅଶାନ୍ତି ରଖିଛୁ, ଆମ ନିଜ ଭିତରେ ଅସ୍ୱସ୍ତି ରଖିଛୁ, ଆମ ନିଜ ଭିତରେ ବିରକ୍ତି ରଖିଛୁ, ଆମ ନିଜ ଭିତରେ ଘୃଣା ରଖିଛୁ, କିନ୍ତୁ ଏଣେ କହୁଛୁ ବିଶ୍ୱରେ କାହିଁକି ରହିବ, ଏତେ କାହିଁକି ଏତେ ଅନ୍ଧକାର ଅଛି, ଏତେ ତାମସିକତା କାହିଁକି ଅଛି, ମଣିଷ ମାନେ ଏତେ ବିକୃତ କାହିଁକି? ସବୁ ପୁରା ଆମ ଭିତରେ ଅଛି। ଆପଣ ଯଦି ଚାହିଁବେ ତାକୁ ଗୋଟେ ଦିବ୍ୟ ପରିପୂର୍ଣ୍ଣତାରେ ଯେତେବେଳେ ପରିଣତ କରିଦେବେ, ତାହେଲେ ସକଳ ଜଗତ ପରିପୂର୍ଣ୍ଣତା ହେଇଯିବ। ସେଥିପାଇଁ ତ କୁହାଯାଉଥିଲା ୱାନ୍ ମ୍ୟାନ୍ସ ପରଫେକ୍ସନ, ଗୋଟିଏ ମଣିଷର ପରିପୂର୍ଣ୍ଣତା। ତେଣୁ ଜଣେ ମଣିଷ ପରିପୂର୍ଣ୍ଣ ହେଲେ କାହିଁକି ସଚରାଚର ବଦଳି ଦେଇପାରିବ ନା, ଏଇଥିପାଇଁ ଯେ ସେ ଜଣେ ମଣିଷଟି ପରିପୂର୍ଣ୍ଣତା କେତେବେଳେ ଲାଭ କରିବ, ଯେତେବେଳେ ତାର ସମଗ୍ର ପ୍ରକୃତିଟିକୁ ସେ ରୂପାନ୍ତରିତ କରିଦବ ନିମ୍ନ ପ୍ରକୃତିଟାକୁ। ସେପରି ସମ୍ଭବ ହଉନାହିଁ। କାହିଁକି ନା, ଏକରେ ମାଙ୍କର ପୂର୍ଣ୍ଣ ଉପସ୍ଥିତି ଜଗତରେ ରହିଲା ନାହିଁ, ଦ୍ୱିତୀୟରେ ମା ଯେଉଁ ଉଦ୍ଦେଶ୍ୟରେ ଆସିଥିଲେ ଅତିମାନସ ଶକ୍ତିଟିକୁ କ୍ରିୟାନ୍ୱିତ କରିବା ପାଇଁ, ତାଙ୍କ ଜୀବଦ୍ଦଶାରେ ମଣିଷ ତାଙ୍କୁ ସହଯୋଗ କରିପାରିଲା, କାରଣ ମଣିଷ ବୁଝିପାରିଲାନି, ଆଉ ସହଯୋଗ କରିବା ଦୂରର କଥା। କେଉଁ କାର୍ଯ୍ୟଟି ବାସ୍ତବରେ ମଣିଷ ପାଇଁ ବାକି ରହିଛି, ମଣିଷ କେଉଁ କାର୍ଯ୍ୟଟି କରିବା ଉଚିତ, କେଉଁ ଜ୍ଞାନଟିକୁ ଉପଲବ୍ଧି କରିବା ଉଚିତ, ସେଭଳି ଏକ ଉପଲବ୍ଧି ନିକଟରେ ମନୁଷ୍ୟ ପହଞ୍ଚି ପାରିଲା ନାହିଁ। ତାହେଲେ ତୃତୀୟ ବିଭାବକୁ ଆସିବା। ତୃତୀୟରେ କଣ ହବ? ଆହୁରି ଅଦ୍ଭୁତ ହବ। ଦି ଥାର୍ଡ on that which is described, ତୃତୀୟରେ ଏଇ କଥା ବର୍ଣ୍ଣନା ହେଇଛି as seeing the self in all existences, ସର୍ବଭୂତରେ ସବୁ ଅସ୍ତିତ୍ୱରେ ନିଜର ଆତ୍ମାକୁ ଦେଖିବା। ସର୍ବଭୂତେଷୁ ଆତ୍ମାନଂ, ତାମାନେ ଏଇ କଥାଟି ଆମେ ବାରମ୍ବାର କହୁଛନ୍ତି। ଆମେ ଯେତେବେଳେ ଗୋଟେ ଘଟଣା ଘଟେ ଅନ୍ୟ ପାଇଁ ଘଟିଯାଏ, ଆମେ କହୁ ଅନ୍ୟର ଦୁର୍ଘଟଣା ହେଇଗଲା, ଅନ୍ୟର ରୋଗ ହେଇଗଲା, ଅନ୍ୟର ସୁବିଧା ହେଇଗଲା, ଅନ୍ୟର ଅସୁବିଧା ହେଇଗଲା, ଅନ୍ୟଟି ଆନନ୍ଦ ପାଇଲା, ଅନ୍ୟଟି ଦୁଃଖ ପାଇଲା। ଅସଲରେ ଅନ୍ୟ ବୋଲି କେହି ନାହାନ୍ତି। ସେମାନଙ୍କ ଆତ୍ମା ଭିତରେ ମଧ୍ୟ ମୁଁ ରହିଛି। ମୋ ଆତ୍ମାରେ ସେମାନେ ଯେମିତି ରହିଛନ୍ତି, ମୁଁ ମଧ୍ୟ ସେମାନଙ୍କ ଆତ୍ମାରେ ରହିଛି। ଏ କଥାଟିକୁ ଆମେ ଭୌତିକ ଭାବରେ କେମିତି ବୁଝିବା? ଫିଜିକାଲି ଆମକୁ ଲାଗୁଥିବ ଏଇଟା ଗୋଟେ ତତ୍ତ୍ୱ, ଏଇଟା ଗୋଟେ ଦର୍ଶନ। ଉପନିଷଦ ଋଷି ମାନଙ୍କର କିଛି ବେଶୀ କିଛି ତାଙ୍କର ଜଞ୍ଜାଳ ନଥିଲା ଆମ ଭଳି, ତେଣୁ ସେମାନେ ସବୁ ଏଇଭଳି ଆବଷ୍ଟ୍ରାକ୍ଟ କଥା ଗୋଟେ କହିଛନ୍ତି, ଯୋଉଟାକ ଆମ ଜୀବନ ସହିତ କିଛି ସମ୍ବନ୍ଧ ନାହିଁ। କିନ୍ତୁ ସତ କହିଲେ ଦେଖନ୍ତୁ, ଆକାଶ ମଧ୍ୟରେ ସବୁ ଅଛି, ଆଉ ସବୁ ମଧ୍ୟରେ ଆକାଶ ଅଛି ନା ନାହିଁ? ଯଦି ମୁଁ ଆପଣଙ୍କ ଆତ୍ମାକୁ କହିବି ବର୍ତ୍ତମାନ ଆତ୍ମାଟାକୁ ଭୁଲି ଯାଆନ୍ତୁ, ଖାଲି ଆକାଶକୁ ମନେ ରଖ, ଆକାଶ ମଧ୍ୟରେ ସର୍ବଭୂତ ମାନେ ରହିଛନ୍ତି ଏବଂ ସର୍ବଭୂତ ମଧ୍ୟରେ ଆତ୍ମା ଆକାଶ ରହିଛନ୍ତି। ଯଦି ଏକଥାଟା ସମ୍ଭବ ହେଇପାରୁଛି, ତାହେଲେ ଆତ୍ମା ପାଇଁ କାହିଁକି ସମ୍ଭବ ନୁହେଁ? ଆତ୍ମା ଭିତରେ ସମସ୍ତେ ଅଛନ୍ତି ଏବଂ ସମସ୍ତଙ୍କ ଭିତରେ ଆତ୍ମା ଅଛି। ଏଇ କଥାଟିକୁ ଶ୍ରୀ ଅରବିନ୍ଦ ଅଦ୍ୱୈତ ଦର୍ଶନର
ଏଗୁଡିକ ସବୁ ପ୍ରାମାଣିକ କଥା। ଅନେକ ଲୋକ ଏଇ ଏକତ୍ୱଟାକୁ ଅନୁଭବ କରିଛନ୍ତି, ନିଜ ଭିତରେ ବ୍ରହ୍ମତ୍ୱକୁ ପ୍ରାପ୍ତି କରିଛନ୍ତି, ନିଜ ଭିତରେ ସର୍ବଭୂତକୁ ଧାରଣ କରିଛନ୍ତି ଏବଂ ସର୍ବଭୂତ ଭିତରେ ଲୀନ ହେଇଛନ୍ତି। ଏଗୁଡିକ ଗୋଟେ ଗପ ନୁହେଁ ବା ଗୋଟେ କଳ୍ପନା ନୁହେଁ, ତାହା ହଉଛି ସତ୍ୟ। ତାକୁ ହିଁ ଶ୍ରୀ ଅରବିନ୍ଦ କହୁଛନ୍ତି ୱାନନେସ୍। ଏକତ୍ୱ। ଆମେ କିଏ କାହାର ଆଲୋଚନା କରୁଛି, କିଏ କାହାର ନିନ୍ଦା କରୁଛି, କିଏ କାହାର ପ୍ରଶଂସା କରୁଛି, ସେଇ କାମରେ ଆମେ ରହିଛୁ। ଏଇଟା ଗୋଟେ ଆମ କାମ ଭଳିଆ ଲାଗୁଛି। ହଁ ୟେସ୍ ଇଟ୍ ଇଜ୍ ଏ ୱାର୍କ, ଜଗତରେ ଥିଲେ ଏମିତି ହଉଥାଏ। କିନ୍ତୁ ଅସଲରେ ଯେତେବେଳେ ଆତ୍ମଜ୍ଞାନ ଆସିବ, ଆମେ କାହାର ଆଲୋଚନା କରୁଛୁ? ନିଜର। ତାଙ୍କ ଆତ୍ମା ଯିଏ ମୋ ଆତ୍ମା ପରା ସିଏ। ଆଉ ମୁଁ ଯେତେବେଳେ ତାଙ୍କ ବିଷୟରେ ଭଲ କହୁଛି ବା ମନ୍ଦ କହୁଛି, ମୁଁ କାହାର କଣ କହୁଛି? ମୁଁ ନିଜର ଭଲ କହୁଛି ବା ନିଜର ଖରାପ କହୁଛି? ଆମ ଭିତରେ ଏକ ଅଭିନ୍ନତା ରହିଛି। ଏଇଟା ଗୋଟେ ତତ୍ତ୍ୱଗତ ବିଷୟ ନୁହେଁ, ତତ୍ତ୍ୱରେ ନୁହେଁ, ପ୍ରାକ୍ଟିକାଲି ଆମେ ସମାନ। ପ୍ରାକ୍ଟିକାଲି वी आर वन। ଶ୍ରୀ ଅରବିନ୍ଦ କହୁଛନ୍ତି ଦି ସେଲ୍ଫ ବିକମିଂ ଅଲ୍ ଏକ୍ଜିଷ୍ଟେନ୍ସେସ୍ is the basis of our oneness। ଆମ ଏକତ୍ୱର ଆଧାର ହେଉଛି ଯେ ଆମରି ଆତ୍ମା ସବୁ ଅସ୍ତିତ୍ୱରେ ପରିଣତ ହେଇଛି, ସର୍ବଭୂତରେ ପରିଣତ ହେଇଛି। ଯୋଉ ଫାଷ୍ଟ ଏସ୍ପେକ୍ଟଟା, ଆମେ ଯେତେବେଳେ ମୋର ତୋର କରୁ, ସେ କଥାଟା ଟିକେ ଭାବିବେ ତ। ଆମେ ଷ୍ଟାର୍ଟ କରିବା ଆକାଶରୁ। ଏ ଆକାଶଟା ଆପଣଙ୍କର କି ନାହିଁ? ନା ମୁଁ କହିବି ଏଇ ମୋ ଘରେ ଯୋଉଟା ଅଛି ସେଇଟା ମୋ ଆକାଶ, ଏଇଟା ତାଙ୍କ ଘରେ ଯୋଉଟା ଅଛି ଏଇଟା ତାଙ୍କ ଆକାଶ। ବାୟୁମଣ୍ଡଳ, ଜଳ, ଆଲୋକ, ଅଗ୍ନି, ମାଟି, କୋଉଟା କାହାର? ଆମେ ରେଜିଷ୍ଟ୍ରି ଅଫିସ କରିଦେଇଛୁ, ଜଣେ କିଏ ବସିଛନ୍ତି, ସେ ଗୋଟେ କଲମ ଧରିକି ଲେଖି ଦଉଛନ୍ତି ଏଇ ଡିସମିଲ, ଏଇ 5 ଡିସମିଲ ତୋର, ସେଇ 10 ଡିସମିଲ ତାର। ଆମେ ତାପରେ ବାଡ ବସା ପକେଇ ପଟାପିଟି ମରାମରି ହଣାହଣି ହଉଛୁ, କୋର୍ଟ କଚେରୀ ଦୌଡୁଛୁ, ପୁଲିସ ଥାନା ହଉଛୁ। କିନ୍ତୁ ଅସଲରେ 1000 ବର୍ଷ ପରେ ଯୋଉ ମାଟିଟାକୁ ଆଜି ଆପଣ ନିଜର କହୁଛନ୍ତି, ତାର ମାଲିକ କିଏ? 1000 years after। ଏଠି ଆତ୍ମା ମାଲିକ ଥିଲା, ଆତ୍ମା ହିଁ ମାଲିକ ରହିବ। ନା ବଦଳି ଯାଇଥିବ, ରୂପ ବଦଳି ଯାଇଥିବ, ଠିକଣା ବଦଳି ଯାଇଥିବ, ସେଇ ସ୍ଥାନର ପରିସ୍ଥିତି ସ୍ଥିତି ସବୁ ବଦଳି ଯାଇଥିବ। ଆମେ ଓଡିଶା ରାଜଧାନୀ ଭୁବନେଶ୍ୱର କଥା ଭାବୁ, 1000 ବର୍ଷ ତଳେ ସେଠି କଣ ଥିଲା? ଆଜି ରାଜଧାନୀରେ ଯୋଉଠି ଯୋଉ ଘର ଗୁଡିକ ରହିଛି, ସେଇଟା କଣ ସେଇଠି ଥିଲା 1000 ବର୍ଷ ପୂର୍ବରୁ? ଆଉ 1000 ବର୍ଷ ପରେ ସେଗୁଡିକ ସେଇଠି ରହିଥିବ। କିନ୍ତୁ ଆମକୁ ପରମାନେଣ୍ଟ ଲାଗୁଛି। ସେଥିପାଇଁ ତ ମୋର ତ ରହୁଛନ୍ତି, କାରଣ ଏତେ ବଡ ନିରବଧି ଶାଶ୍ଵତକୁ, ଯାହାର ସୀମା ନାହିଁ, ଆମେ ଅନୁଭବ କରିପାରୁନାହାନ୍ତି, ସେଇ ଇଣ୍ଟରନେଟରେ ପହଞ୍ଚି ପାରୁନାହାନ୍ତି। ଆମେ ଗୋଟେ ଆୟୁଷର କଥା ଭାବୁଛୁ, ସେଇଟାକୁ ସତ ମାନି ନେଇଛୁ। ଏଇ ରୂପଟାକୁ, ଏଇ ନାମଟାକୁ, ଏଇ ପରିଚୟଟାକୁ ଆମେ ସତ ମାନି ନେଇଛୁ। କିନ୍ତୁ ଏଗୁଡିକ ଆପେକ୍ଷିକ। ଗୋଟେ କାଳଖଣ୍ଡରେ ଆପଣ ଗୋଟେ ରୋଲ ନମ୍ବର ଦିଆଯାଇଛି, 15 ଦିନ ପରେ ସେ ରୋଲ ନମ୍ବରଟା ବଦଳିଯିବ। ଆପଣ ଯେତେବେଳେ ୟୁପି ସ୍କୁଲରେ ପଢୁଥିଲେ, ଆପଣଙ୍କର ଗୋଟେ ରୋଲ ନମ୍ବର ଥିଲା। ହାଇସ୍କୁଲରେ ଆସିଲା ବେଳେ ଆଉ ଗୋଟେ ରୋଲ ନମ୍ବର ହେଇଗଲା। ହାଇସ୍କୁଲରେ ଯେତେଟା କ୍ଲାସ କଲେ ସେତେଟା ରୋଲ ନମ୍ବର ହେଲା। ଏମଇ ସ୍କୁଲରେ ବି ସେଇଆ ହେଲା, ପ୍ରାଇମେରୀ ସ୍କୁଲରେ ବି ସେଇଆ ହେଲା। ଚତୁର୍ଥ ଶ୍ରେଣୀରେ ପଢିଲା ବେଳେ ଆପଣଙ୍କ ରୋଲ ନମ୍ବର ଥିଲା 24, ଆଉ ପଞ୍ଚମ ଶ୍ରେଣୀରେ ପଢିଲା ବେଳେ ହେଇଗଲା 31, ଷଷ୍ଠ ଶ୍ରେଣୀରେ ପଢିଲେ ହେଇଗଲା 51। ତ ମତେ କୁହନ୍ତୁ ତ କୋଉଟା ଆପଣଙ୍କ ରୋଲ ନମ୍ବର? ପିଜି କ୍ଲାସ ପର୍ଯ୍ୟନ୍ତ ସେଇଆ, ସବୁବେଳେ ରୋଲ ନମ୍ବରଟା ବଦଳିଛି। ଏଇ ସବୁ ଜନ୍ମରେ ଯଦି ଆପଣ ବଦଳିଛନ୍ତି, ଗୋଟେ ଜନ୍ମରେ ଆପଣଙ୍କ ନାଁ ଉମେଶ ଥିଲା, ଆଉ ଗୋଟେ ଜନ୍ମରେ ଆପଣଙ୍କ ନାଁ ଶିବପ୍ରସାଦ ହେଇଗଲା,
ଆଉ ଗୋଟେ ଜନ୍ମରେ ଆପଣଙ୍କ ନା ବିଚ୍ଛନ୍ଦ ଚରଣ ହେଇଗଲା, ତାହେଲେ ଆପଣଙ୍କ ନାଁଟା କଣ? ହ୍ୱାଟ ଇଜ ୟୁର ନେମ୍? ସେଇ ଏଟର୍ନିଟିକୁ ଜାଣି ହଉନାହିଁ। ଆତ୍ମଜ୍ଞାନ ତ ସେଥିରେ ଅଭାବ ଅଛି, ସେଇଠି ଜାଣି ହଉନାହିଁ ବୋଲି ଆମେ ପ୍ରଥମେ ସ୍ୱୀକାର କରୁନାହୁଁ ଦ ସେଲ୍ଫ ବିକମିଂ ଅଲ୍ ଏକ୍ଜିଷ୍ଟେନ୍ସେସ୍। ମୋରି ଆତ୍ମା ସବୁ କିଛି, ସବୁ ଭୂତରେ ପରିଣତ ହେଇଛି, ସର୍ବଭୂତରେ। ଆଉ ସେଇଟା ହିଁ ଆମ ଏକତ୍ୱର ଆଧାର ଅଟେ। ତାପରେ ଏଇ ଯୋଉ ତିନୋଟି ବିଭାବର କଥା କହିଲେ ନା, ସେଇଥିରୁ ହିଁ ୱାନନେସ୍ ଆସିବ। ପୁଣି ପ୍ରଭୁ କହୁଛନ୍ତି ଦ ସେଲ୍ଫ କଣ୍ଟେନିଂ ଅଲ୍ ଏକ୍ଜିଷ୍ଟେନ୍ସେସ୍ ଇଜ ଦ ବେସିସ୍ ଅଫ୍ ଆୱାର ୱାନନେସ୍ ଇନ୍ ଡିଫରେନ୍ସ। ଆମ ଆତ୍ମା ସବୁକୁ, ସବୁ ସତ୍ତା ଗୁଡିକୁ, ସବୁ ଭୂତ ଗୁଡିକୁ ଧାରଣ କରିଛି। ସର୍ବାଣୀ ଭୂତାନି ଆତ୍ମାନି, ଆମ ଆତ୍ମା ଭିତରେ ସର୍ବଭୂତ ରହିଛନ୍ତି। ଏଇ ଯୋଉ ପାର୍ଥକ୍ୟ ଗୁଡିକ ଜଗତରେ ରହିଛି, ତୋର ମୋର, ସେ ମୋ ଭାଇ, ଏ ମୋ ଭଉଣୀ, ଏଇଟା ମୋର ପଡିଶା, ଏଇଟା ହିନ୍ଦୁ, ଏଇଟା ଖ୍ରୀଷ୍ଟିଆନ, ଏଇଟା ବିଜେପି, ଏଇଟା ବିଜେଡି, ତ ଏଇ ଯୋଉ ଡିଫରେନ୍ସ ଗୁଡିକ, ତାରି ଭିତରେ ଗୋଟେ ଏକତ୍ୱର ଆଧାର ଭାବରେ ଏଇଟା କାମ କରିପାରିବ। ଆପଣ ଯାହାକୁ ଘୃଣା କରୁଛନ୍ତି ସିଏ ବି ଆପଣଙ୍କ ଭିତରେ ଆପଣଙ୍କର ଆତ୍ମାନି। ଆପଣ ଯାହାକୁ ବହୁତ ଭଲ ପାଆନ୍ତି ସିଏ ବି ଆତ୍ମାନି। କୁଆଡେ ଯିବେ ଯାଆନ୍ତୁ। ଆପଣ ତୁଳସୀ ଗଛକୁ ଭାରି ଭଲ ପାଆନ୍ତି, ବଢିଆ, ବହୁତ ଔଷଧୀୟ ଗୁଣ ଅଛି, ବଢିଆ ବାସନା ହୁଏ। ବିଛୁଆତି ଗଛଟାକୁ ଭାରି ଖରାପ ଭାବନ୍ତି, ଭାରି କୁଣ୍ଡେଇ ହୁଏ, ଭାରି ଅସୁବିଧା ଗଛଟା। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆପଣଙ୍କ ଆତ୍ମା ଭିତରେ ସେ ସବୁ ଅଛି। ଅଲ୍ ପଜିଟିଭ୍ସ, ଅଲ୍ ନେଗେଟିଭ୍ସ। ଆପଣ ଯାହାକୁ ଭଲ ପାଆନ୍ତି ସେଇଗୁଡିକ ଆପଣଙ୍କ ଆତ୍ମା ଭିତରେ ଅଛି, ଆଉ ଆପଣ ଯାହାକୁ ଭଲ ପାଆନ୍ତି ନାହିଁ ସେଗୁଡିକ ଆପଣଙ୍କ ଭିତରେ ନାହିଁ, ଏପରି ତ ନୁହେଁ ନା। କୁହାହେଲା ପରା ସବୁ ଅଛି, ସବୁ ଅଛି, ସବୁ ଅଛି ମାନେ ସବୁ ଅଛି। The self inhabiting all is the basis of our individuality in the universe. ପ୍ରଭୁ କହୁଛନ୍ତି ଆମର ଆତ୍ମା ସର୍ବଭୂତରେ ବାସ କରିବା, ଏଇଟା ହଉଛି ସମଗ୍ର ବିଶ୍ୱ ଭିତରେ ଆମ ବ୍ୟକ୍ତିତ୍ୱ ପ୍ରତିଷ୍ଠାର ଆଧାର। ଆମ ବ୍ୟକ୍ତିତ୍ୱ ସେତେବେଳେ ପ୍ରତିଷ୍ଠା ହେବ ଯେତେବେଳେ ଆମର ଆତ୍ମା ସର୍ବଭୂତରେ ବାସ କରୁଛି। ହେଲେ ଏଇ ଅନୁଭୂତି କାହାଙ୍କର? ଓଭର ମେଣ୍ଟାଲ ଗଡ ଶ୍ରୀକୃଷ୍ଣଙ୍କର। ଶ୍ରୀକୃଷ୍ଣ ଏଇ କଥା ଗୁଡିକ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି, କିନ୍ତୁ ଅର୍ଜୁନର ସେ ଅନୁଭବ ହେଲାନି। ଆତ୍ମଜ୍ଞାନ ହେଲା ପରେ ହେଇଥିବ, କିନ୍ତୁ ଶ୍ରୀକୃଷ୍ଣଙ୍କର ସ୍ୱତଃ ସିଦ୍ଧ ଅନୁଭୂତି ଭାବରେ ଆତ୍ମଜ୍ଞାନ ରୂପରେ ସେଇଟା ତାଙ୍କ ଭିତରେ ରହିଥିଲା ଯେ ସକଳ ରୁଦ୍ର, ସକଳ ବସୁ, ସକଳ ଦେବତା, ସକଳ ଅଗ୍ନି ତାଙ୍କ ମଧ୍ୟରେ ବାସ କରୁଛନ୍ତି, ସିଏ ସମସ୍ତଙ୍କ ମଧ୍ୟରେ ବାସ କରୁଛନ୍ତି। ଏଇଟା ହେଉଛି ଆମ ଏକତ୍ୱର ଗୋଟେ ନିର୍ବିବାଦୀୟ ଆଧାର। ତାପରେ କିଛି ବିବାଦ କରାଇପାରିବ, କୌଣସି ଯୁକ୍ତିକୁ ଆଣିକି ଛିଡା କରିପାରିବେନି, କି କୌଣସି ପ୍ରତିଯୁକ୍ତିକୁ ଆଣିକି ଛିଡା କରିପାରିବେ। ତେଣୁ ଏଭଳି ଯଦି ଏକତ୍ୱ ଆମ ଭିତରେ ରହିଛି, କିନ୍ତୁ ଆମ ଭିତରେ ରହିଛି କୋଉଠିରେ, କଣ ଅସୁବିଧା ହେଲେ ଆମେ ଜଗତରେ ଆଉ କେମିତି ଦେଖୁ? ଶତ୍ରୁରେ ପରିପୂର୍ଣ୍ଣ, ମିତ୍ରରେ ପରିପୂର୍ଣ୍ଣ, ଅନେକ ଲୋକଙ୍କ ସହିତ ଆମର କିଛି ସମ୍ବନ୍ଧ ନାହିଁ, ଆମେ ତାଙ୍କୁ ଚିହ୍ନିନୁ। ଆପଣ ଗୋଟେ ଟ୍ରେନ ଯାତ୍ରାରେ ଯାଉଛନ୍ତି, ଦୀର୍ଘ ଦିନ ଲାଗୁଛି, 2 ଦିନ। ଆପଣଙ୍କ ପାଖରେ ଜଣେ ବ୍ୟକ୍ତି ଅଛନ୍ତି, 2 ଦିନ ଆପଣ ତାଙ୍କ ସହିତ ରହିବେ, ପଦେ ଆମେ ପାଟି ଫିଟଉନୁ, କଥା ବି ହଉନୁ, କାରଣ ସିଏ କୋଉ ଅଲଗା ପ୍ରଦେଶର, ସିଏ କୋଉ ଜାତିର, କୋଉ ଧର୍ମର, ମୁଁ କାହିଁକି ତା ସହିତ କଥା ହେବି? ସିଏ ସରକାର ବି କହୁଛନ୍ତି କାହାଠାରୁ କିଛି ଖାଇବୁନି, ସେ କାଳେ ମତେ ବିଶ୍ୱାସରେ ଧୋକା ଦେଇଦବ। ହବ ତ ହଉଛି ତ ହଉଛି ତ ସେ ଘଟଣାକୁ ମୁଁ ଯାଉନାହିଁ, ସବୁ କାହାଣୀ ଆପଣ ଜାଣନ୍ତି। ଆମ ପାଖରେ ରହିଛି ଅନେକ ପ୍ରକାରର ବିଚ୍ଛିନ୍ନତା, ଆମ ପାଖରେ ରହିଛି ଅନେକ ପ୍ରକାରର ସ୍ୱାତନ୍ତ୍ର୍ୟ। ତେଣୁ ଆମେ
कौन करें पुणी आम मनोभूमि रही अनेक डिफेक्ट त्रुटि गुड़िक ये तो गला सत्य किंतु आमे जे कोठी अच्छु आमे कौन सत्य भूमि अच्छु ना आमे सत्य जुगरे अच्छु कोठी अच्छु आमे सत्य भूमि रे नाहु सेति आमे मनोर जुगरे रहिछु मन कहूची इफ द डिफेक्ट ऑफ आवर मेंटालिटी आम मनोभूमि रे त्रुटि रही if its need of exclusive concentration compels it to dwell on any one of these aspects of self knowledge जदि आमे गोटे एक्सक्लूसिव कंसंट्रेशन करबा एक्सक्लूसिव कंसंट्रेशन अति विशेष भाव रे अभिनिविष्ट होबा विशेष भाव रे एकाग्र होबा काहा उपरे ना वन ऑफ दीज एस्पेक्ट्स ऑफ सेल्फ नॉलेज आत्मा विषयक एई तीनोटी विभावर कौन से गोटे गोटे विभाव उपरे विभाव गुड़िक आपण बुझिले सर्वभूतानि आत्मा एव भूत सर्वाणि भूतानि आत्मानि सर्वभूतेषु आत्मानम ये तीनटा भीतर गोटे ता विषय आपण एक्सक्लूसिव कंसंट्रेशन भीतर रहिबे कंपेल्स बाध्य करिवे आपण को मन जो मन चेतनाटी को जे बहुत त्रुटियुक्त जे डिविजन ले विश्वास करछि ताको ड्वेल ऑन तारि परे वास करिवो काहा उपरे ना ऑन वन ऑफ दीज एस्पेक्ट्स ऑफ सेल्फ नॉलेज आत्म ज्ञान रो कोनोसी गोटे विभाव उपरे ताले टू द एक्सक्लूशन ऑफ द अदर्स गोटे उपरे बाध्य रहिबो अन्य गुडी को बाद दे दबो गोटे उपरे अभिनिविष्ट करिके अन्य दुईटा बाद तीनटा सब एस्पेक्ट अछि आमे ता दरु गोटी को ऊपर अभिनिविष्ट होबा आ दुईटा को बाद दे दो ताले कोन होबो इफ ए रियलाइजेशन imperfect as well as exclusive moves us always to bring in a human element of error into the very truth itself मनुष्यर रही भेदबोध भेदबोध रु से मुक्त हो पारु नाही भेदबोध माने से निजको एक्सक्लूसिव माने करछि स्वतंत्र माने करछि अलगा माने करछि से अलगा जो पणरु से जो मुक्त हो पारु नाही सेही भली गोटे अपूर्ण उपलब्धि ता भितरे रही अपूर्ण उपलब्धि कौन करे ना जो सत्य अनुभूति हवा कथा जे आमे समस्ते एक से सत्य अनुभूति भितरे गोटे मनुष्य सुलभ भ्रांतिर उपादान को आनिकी मिसई दे सब बड़े से चेष्टा टी करता है से आम अपूर्णता विरुद्ध रे माँ गोटे एक प्रकार आह्वान तैयारी करथिले जे मनुष्यर अपूर्णता थिबा पर्यंत से भली एकत्वटी अनुभव करि परिबो नाही आम अपूर्णता आमको यही बाटरे गोटे मनुष सुलभ उपादान को आनिकी ह्यूमन एलिमेंट ऑफ एरर मनुष्य सुलभ भ्रांति आनिकी कोठी मिसेबो इनटू द वेरी ट्रूथ ऑफ इटसेल्फ यथार्थ सत्य मध्य आसिक मिसई दब आ सत्य मिथ्या मिसेले कौन हुए विश्व अमृत मिसगले कौन हुए विश्व ही हुए अमृत हबार चांस ना सत्य रे असत्य मिसिले असत्य ही हम केबे भी सत्य हम ना तेणु कौन करे एंड टू कॉन्फ्लिक्ट एंड म्यूचुअल नेगेशन इनटू द ऑल कंप्रेहेंडिंग यूनिटी ये जो सर्वसमावेशक एकत्व रही सर्वसमावेशक एकत्व मध्य गोटे कॉन्फ्लिक्ट गोटे द्वंद्व तैयारी करे एवं म्यूचुअल नेगेशन मध्य तैयारी करे पारस्परिक नकारात्मकता पारस्परिक निषेध आउ सकाळ संज जाए मनीष से कथाटी गपु थाए ता घरे जो पिलाटी जन्म हुए से पड़िशा पड़े से शिखो ए पड़िशा जीवन
ତାଙ୍କ ସହିତ ଆମର ପଡେନି, ସେମାନେ ଭଲ ଲୋକ ନୁହନ୍ତି, ତୁ ତାଙ୍କ ଘରେ ଖାଇବୁନି, ତାଙ୍କୁ କିଛି କହିବୁନି। ଆମେ ଏଇ କଥାଟା ଶିଖୁଥାଉ ନା କଣ କରୁଥାଉ? ମଣିଷର ଭୂମିଟା ବଡ ଅଦ୍ଭୁତ ଭୂମିଟିଏ। ସେ ଗୋଟେ ଭଙ୍ଗା ଖେଳଣା ଯେମିତି ନେଇକି ମଣିଷଟେ ଖେଳୁଥାଏ, ଗୋଟେ ଛୋଟ ଛୁଆଟେ, ସେମିତି ଗୋଟେ ଭଙ୍ଗା ମନ ନେଇକି ମଣିଷଟେ ଖେଳୁଥାଏ। ସେ ଭଙ୍ଗା ମନରେ ଆଉ କଣଟା ହେଇପାରିବ? ସେଠି ଶତ୍ରୁ ମିତ୍ର ଭଲ ମନ୍ଦ ପର ଆପଣ ଏସବୁ ତିଆରି ହବ। ପ୍ରଭୁ ସେଇ କଥାଟିକୁ ତାଙ୍କର ସୁନ୍ଦର ଉଚ୍ଚାଙ୍ଗ ଉଦାତ୍ତ ଶବ୍ଦରେ କହୁଛନ୍ତି, ଯେଠି କନଫ୍ଲିକ୍ଟ ତିଆରି ହବ ଆଉ ମ୍ୟୁଚୁଆଲ ନେଗେସନ ତିଆରି ହବ, କିନ୍ତୁ ଏଠି ବାସ୍ତବରେ ରହିଛି ଅଲ କମ୍ପ୍ରେହେଣ୍ଡିଂ ୟୁନିଟି। ଯେତେବେଳେ ଈଶ୍ୱର ଏଇ ସୃଷ୍ଟି ତିଆରି କଲେ, ସେ ସର୍ବଭୂତରେ ଆତ୍ମା ହେଇକି ବାସ କଲେ, ସେ ନିବାସ, ସିଏ ସମସ୍ତଙ୍କ ମଧ୍ୟରେ ସେ ରହିଛନ୍ତି, ଆଉ ତାଙ୍କ ମଧ୍ୟରେ ସମସ୍ତେ ଅଛନ୍ତି। ସେ ହିଁ ଅଛନ୍ତି, ସେ ହିଁ ସବୁଜତା, ସେ ହିଁ ପତ୍ର, ସେ ହିଁ ଡାଳ, ସେ ହିଁ ଧୂସରତା, ସେ ହିଁ ଜଳ, ସେ ହିଁ ଆକାଶ, ସେ ହିଁ ଶକ୍ତି। ତେଣୁ ଏଠି ତାଙ୍କରି ପରିପୂର୍ଣ୍ଣତା ରହିଛି, ସେଇ ତ ଆତ୍ମଜ୍ଞାନ। ଆମ ଆତ୍ମାରେ କିଏ ଅଛି? ମୁଁ ମାନେ ଆମ ଯାହା ଘର ଏକ୍ସ ବା ୱାଇ ଜାଗାରେ ସେଇ ମଣିଷଟା, ସେଠି ମଣିଷ ନାହାନ୍ତି, ସେଠି ଈଶ୍ୱର ଅଛନ୍ତି, ସିଏ ହିଁ ଅଛନ୍ତି, ସିଏ ହିଁ ଏ ଜଗତର ଏକମାତ୍ର ପରିବ୍ୟାପ୍ତ ସତ୍ତା। Yet to a divine supramental being, divine କହିଲେ ଦିବ୍ୟ, ଅତିମାନସର ଯୋଉ ସତ୍ତା, by the essential character of the supermind, ଅତିମାନସର ଯୋଉ ମୂଳ ଧର୍ମ ରହିଛି, କ୍ୟାରେକ୍ଟର ରହିଛି, ମୂଳ ଧର୍ମ ରହିଛି, ସେଗୁଡିକ କଣ କରିବ ନା ହୋଇଛି ଯେ କମ୍ପ୍ରେହେଣ୍ଡିଂ ୱାନନେସ୍। ମନ ପରେ ଯେତେବେଳେ ଅତିମାନସ ଆସିବ, ସେତେବେଳେ ଆପଣଙ୍କୁ ଏକ ସର୍ବସମାବେଶୀ ଏକତ୍ୱ ମଧ୍ୟକୁ ନେଇଯିବ। এইটা হচ্ছে গ্রেটেস্ট কন্ট্রিবিউশন অফ দি সুপ্রামেন্টাল। কারণ তা নহলে ডাক্তার ভাবুছি মো ରୋଗୀ ମୋ ଠାରୁ ଅଲଗା, ତେଣୁ ମୋ ରୋଗୀକୁ ତାଠାରୁ ମୁଁ ତାକୁ ମିସଗାଇଡ୍ କରିଦେବି, ତାକୁ ହଇରାଣ କରିଦେବି, ତାକୁ ଅସୁବିଧାରେ ପକେଇଦେବି ବା ସୁବିଧାରେ ପକେଇଦେବି, ମୁଁ ତାଠାରୁ ଫିସ୍ ନେଇକି ବଞ୍ଚିବି। ରୋଗୀ ଭାବୁଛି ମୁଁ ବି କେମିତି ଭଲ ମନ୍ଦରେ ଦରକାର ପଡିଲେ କାହାକୁ ବି ଠକି ପାରିବି। ମୁଁ ଯଦି ଜଣେ ରୋଗୀ ଭାବରେ, ମୋର ଯୋଉ ପ୍ରଫେସନ ରହିଛି, ସେ ଯଦି ଇଞ୍ଜିନିୟର ହେଇଥିବ ରୋଗୀଟା, ସେ ମୁଁ ଯେତେବେଳେ ଘର କରିବ ଏଇ ଡାକ୍ତର ଆସିକି ମୋ ପାଖରେ, ମୁଁ ତାକୁ ଦି ପଇସା ଠକି ଦେବିନି କି? ଗୋଟେ ଟିଚର ଭାବିବ ଯେ ଏଇ ଡାକ୍ତର ଇଞ୍ଜିନିୟର ଏମାନେ ଆମକୁ ଲୁଟୁଛନ୍ତି, ଯେତେବେଳେ ତା ଛୁଆଟି ମୋ ପାଖରେ ପଢିବ, ମୁଁ ତାକୁ ଟିକେ ଠକି ଦେବିନି କି? ଏ ଯୋଉ ଡିଷ୍ଟାନ୍ସ ଥିଓରିରେ ଯୋଉ ମଣିଷ ଗୁଡିକ ବଞ୍ଚୁଛନ୍ତି ହଜାର ହଜାର ବର୍ଷ ହେଲା, ସମସ୍ତେ ସମସ୍ତଙ୍କୁ ଅଲଗା ମନେ କରୁଛନ୍ତି, ଆଉ ସମସ୍ତେ ସମସ୍ତଙ୍କୁ ଆପଣାର ମନେ କରିପାରୁନାହାନ୍ତି, ଆତ୍ମୀୟ ମନେ କରିପାରୁନାହାନ୍ତି, ନିଜର ମନେ କରିପାରୁନାହାନ୍ତି, ଯୋଉଟା ମୂଳ ସତ୍ୟ। ଯୋଉ ମୂଳ ସତ୍ୟଟାକୁ ଆଜି ପର୍ଯ୍ୟନ୍ତ ମଣିଷ ଅସ୍ୱୀକାର କରି ଆସିଛି। ମୁଁ ଆଦୌ ଗୋଟେ ମାନବିକ ଏକତାର କଥା କହୁନାହିଁ। ଏଠି ଆମେ କହିବାନି ଯେ ଆମେ ସମସ୍ତେ ଭାଇ ଭାଇ, କିଛି ଭାଇ ଭାଇ କେହି ନାହାନ୍ତି, ସମସ୍ତେ ଗୋଟିଏ କଥା ଅଛି ପରା ଏଠି। ଆଉ ତ ଦି ଜଣ ଥିଲେ ସିନା ଭାଇ ଭାଇ ହେଇଥାନ୍ତେ, ଆପଣ ତ ଦି ଜଣ ନାହାନ୍ତି, ଜଣେ ହିଁ ଅଛନ୍ତି, ଏଠି ଭାଇ ଭାଇ କୁଆଡେ ଆଇଲା? ଏଇଟା ବା ଅଲ କମ୍ପ୍ରେହେଣ୍ଡିଂ ୱାନନେସ୍, ସର୍ବବ୍ୟାପକ ସର୍ବସମାବେଶୀ ଏକତ୍ୱ। ଆପଣଙ୍କର ଗୋଟେ ଶରୀର କଥା ଭାବନ୍ତୁ, ଆପଣଙ୍କ ଶରୀରରେ ଜୀବକୋଷ ସଂଖ୍ୟା ଅଛି 60 ଟ୍ରିଲିୟନ। 60 ଟ୍ରିଲିୟନ ଜୀବକୋଷ ଯଦି ନିଜକୁ ଅଲଗା ଅଲଗା ଭାବିବେ, ଆପଣଙ୍କ ଶରୀରଟା କୁଆଡେ ଯିବ? ସେ କହିବ ମୋ ନାକର ସେଲ୍, ସେ କହିବ ମୋ କାନର ସେଲ୍, ସେ କହିବ ମୋ ପାକସ୍ଥଳୀର ସେଲ୍, ସେ କହିବ ମୋ ଲଙ୍ଗସର ସେଲ୍, ଏମିତି ସବୁ ଅଲଗା ହେଇଯିବେ। ଆମେ ସବୁ ସେଇଆ ହଉଛୁ, ଆଉ କଣଟା ଜଗତରେ ଆମେ ସେଇଆ ହିଁ କରୁଛୁ। ୱାନନେସ୍ ଟା କଣ? ଏଇଟା ଗୋଟିଏ ହୋଲ ବଡି, ଗୋଟିଏ ୱାନ୍। ଯେତେ ସେଲ୍ ଗୁଡିକ ଡିଫରେଣ୍ଟ ଥାଇପାରନ୍ତି, ଲଙ୍ଗସର ସେଲ୍ ଆଖିର ସେଲ୍ ଠାରୁ ଡିଫରେଣ୍ଟ, ହାଡରେ ବ୍ୟବହାର ହେଇଥିବା ଜୀବକୋଷ ଗୁଡିକ ରକ୍ତରେ ବ୍ୟବହାର ହେଇଥିବା ଜୀବକୋଷ ଠାରୁ ଭିନ୍ନ ଅଟନ୍ତି, କିନ୍ତୁ ସେଠି ଗୋଟେ
एकत्वर अभाव हेनी मनीष मैंने जमी एकत्वर अभाव कर दी परस्पर विरुद्ध रे परमाणु बोमा खंजुचंती आ समस्ते समस्त को पावर देखो जड़े जन को पराभूत करदे केड़े खुशी हो जाउछि आउ दले लोक समर्थन करछंती आउ दले लोक कांदुचंती एई भली गोटे विकराल दृश्य अज्ञानतार असत्यर ये लगी रही जेते पर्यंत मनीषर मनटी मानव भूमि रे गोटे त्रुटिपूर्ण भाव में काम करथबो एंड इनफाइनाइट टोटालिटी ये गोटे असीम असीम समग्रता असीम समग्रता दे मस्ट असीम समग्रता रे किए पहुंचे परिबो अतिमानस कंप्रेहेंडिंग वननेस रे किए पहुंचे परिबो अतिमानस they must present themselves as a triple and indeed a true realization ये जो तीनोटी अनुभूति तीनोटी उपलब्धि एटा केवल अतिमानस ही आपन को प्रदान करि पारंती बा ये जो वर्तमान जो त्रिविध कथाटी आपन देखिले आत्मार तीनोटी विभाव आत्मार तीनोटी परिचय जे आत्मा सर्वभूत रे परिणत होइछि सर्वभूत मध्य सर्वभूत रे परिणत होइछि सकल भूत को निजर आत्मा भीतर देखिबा तृतीयटी होछि सर्वभूत रे निजर आत्मा को देखिबा ए तीनोटी उपलब्धि भाव रे आम पाखक आसीबो प्रभुंकर असीम करुणार उपनिषद महाज्ञान जहा एक सत्य रूपे प्रकाशित हवा पृथ्वी अपेक्षा करुछि हजार हजार वर्ष धरी मनुष्यर ये अपूर्णता को मनुष्यर ये त्रुटि गुड़ी को सह्य करुछि कौन सी बल प्रयोग करने मनुष्य उपरे मनुष्यर ये अज्ञानता को तार बालुत सुलभ ये प्रलाप गुड़ी को से खाली देखुथबो तो सेई अतिमानस को आमे प्रणाम करिबा अतिमानसर जे महासूर्य जे सहस्र दिवाकर श्री अरविंद को प्रणाम करिबा करुणामय माँ जे अतिमानस को ये पृथ्वी पक्ष को आनिबा पई खाई विश्वातीत राज्य आम पाखु चली आसते मनीष को अतिमानसर दीक्षा दवा पाई जे रिक्त हस्तर फेरी जाइछंती मनीष को अतिमानसर दीक्षा दे पारि नांती मनीष तो ग्रहण करी नाही बुझी नाही सी तार जो विच्छिन्नता गुड़िकर जो नाटक अच्छी से नाटक से बेस खुशी अच्छी तो से करुणामयी माँ को आम आह्वान तो करुचु किंतु पुणी थे रिक्त हस्तर फेरिया को न हो आउ थे विसर्जन करा न जाऊ ये एक आश्वास सहित आम आज आलोचना ये समापन करवा समस्त को अनेक शुभेच्छा वंदे मातरम। भाई अशेष अशेष धन्यवाद आप बहुत सुंदर भाव आमको केमिति एक डिवाइन सोल तैयारी करबा पई हेबो बुझाई देले धन्यवाद। माने रियली गोटे क्वेश्चन अच्छे जे हाउ टू मेक ए डिवाइन सोल आमे हमर आत्मा को दिव्य केमिति बनैबा ता विषय तो भाई बहुत किसी कहले जोटा कि मु तो कहि परिबिनी जस्ट मु बुझी पारिली तो मु जहा मु टिके बुझी मु से टिके कहया पई चाहेबे जे आमर प्रथम सर्वप्रथम आम सेल्फ नॉलेज रहिबा कथा। सेल्फ नॉलेज पुणे कहा विषय रे ना भगवान को विषय भगवान के ना आम भितरे जो चैत्य सत्ता रही तांको विषय रे आमर नॉलेज रहिबा निहाती जरूरी जेतेबेले आमे गोटे डिवाइन सोल क्रिएट करिया पे चाहूछे। तापर सेकंड जिंस होचे जे आमे जेतेबेले सोल कथा कहूचे सोल रो आ गोटे डरावना ना आम मन रे आछी जे भूत माने भूत माने बा भूत प्रेत माने आमे कोन बुझुचे सोल ही ना सेगुडी को सोल सेमते तो से माने एग्जिस्ट करंतिनी किंतु जो माने भी टिके टिके थांती से माने गुड डीड्स माने तांकर कार्य भलो ना थाए से भलो काम करंतिनी सेथिबाई तांकर आत्मा एई पृथ्वी ऊपरे ही थाए जेमति को अश्वत्थामा एबे भी अछंती तांकर काम पई श्री कृष्ण तांको सेमिति माने सेमति श्राप देले
ମାନେ ସେମିତି ସେ ଆଜି ପର୍ଯ୍ୟନ୍ତ ବି ଅଛନ୍ତି। ମାନେ ଆମର ଡିଡ୍ସ ଉପରେ ସେଟା ନିର୍ଭର କରୁଛି ଯେ ଆମେ ଆମର ଆତ୍ମା ସ୍ୱର୍ଗ ନିବାସୀ ହବ ନା ନରକରେ ଆମେ ପୋଡ଼ି ପୋଡ଼ି ଆମର ଆତ୍ମା ବଞ୍ଚିବ। ଗୋଟେ ଛୋଟ ଏକ୍ସାମ୍ପଲ ଦେବା ପାଇଁ ଚାହିଁବି ଯେ ଥରେ ଗୋଟେ ପିଲାଟି ଥିଲା ପାପକ। ସେ ତା ଗୁରୁକୁଲରେ ପଢୁଥିଲା। ତାକୁ ସେଇ ଗୁରୁକୁଲଟି ବହୁତ ସୁନ୍ଦର ଲାଗୁଥିଲା। ତାର ସାଙ୍ଗମାନଙ୍କର ନାଁ ବି ବହୁତ ସୁନ୍ଦର ଥିଲା। ତ ସେ ଭାବିଲା ଯେ ପାପକ ମାନେ ତ ଯିଏ ପାପ କରେ ତାର ନାଁ ପାପକ, ତାହେଲେ ମୋ ନାଁ କାହିଁକି ପାପକ ରଖା ହେଇଛି? ତ ସିଏ ଚାହୁଁଥିଲା ଯେ ତାର ନାଁ ଟିକେ ଚେଞ୍ଜ ହେଇଯାଉ। ତ ସେ ଭାବିଲା ଯେ ମୁଁ ବାହାରକୁ ଯିବି ଓ ଦେଖିବି ଯାହାର ବି ନାଁ ଭଲ ଲାଗିବ ମୁଁ ଆଉ ଟିକେ ଚେଞ୍ଜ କରିକି ମୁଁ ମୋ ନାଁ ରଖିଦେବି। ତାପରେ ସେ ଗୋଟେ ରାସ୍ତାରେ ଗୋଟେ ବହୁତ ଗରିବ ମହିଳାଙ୍କୁ ଦେଖିଲା। ସେ ପିଲାଟି ପଚାରିଲେ ଯେ ଆପଣଙ୍କ ନାଁ କଣ? ସେ କହିଲେ ନା ଲକ୍ଷ୍ମୀ ମୋ ନାଁ। ମାନେ ସେ ବୁଝିଲେ ଯେ ଲକ୍ଷ୍ମୀ ମାନେ ତ ଧନର ଦେବୀ ଆଉ ଏହାର ତ ନାଁ ଲକ୍ଷ୍ମୀ, ତ ଇଏ ତ ଗରିବ କାହିଁକି? ଜଷ୍ଟ ଏଇ କଥା ସେ ଭାବୁଥିଲା, ସେ ଦେଖିଲା ଯେ ଗୋଟେ ଚୋର ସବୁ ତାର ଚୋରିର ସାମାନ ଧରିକି ଦୌଡୁଛି। ତ ସେ ପଚାରିଲା ଯେ ତୁମର ନାଁ କଣ ଭାଇ? ତ ସେ କହିଲା ଯେ ଧରମ ଦାସ। ସେ କହିଲା ଧରମ ଦାସ ମାନେ ତ ଯିଏ ଭଲ କାମ କରେ ତାର ନାଁ ଧରମ ଦାସ ହବା କଥା। ଇଏ ତ ଚୋରି ଚାରି କରୁଛି, ୟାର ନାଁ ଧରମ ଦାସ କିଏ ଦେଲା? ତାପରେ ଏଇ କଥା ସେ ଭାବୁଛି, ସେ ଦେଖିଲା ଯେ ଗୋଟେ ଏକଦମ ମାନେ ଅଗଲି ଲୁକିଂ ଗୋଟେ ପିଲାଟିକୁ ସେ ଦେଖିଲା। ତା ନାଁ ପଚାରିଲା ଯେ ପିଲା ତୁମ ନାଁ କଣ? ନା ସେ ପିଲାଟି କହିଲା ଯେ ସୁନ୍ଦର। ସୁନ୍ଦର ମାନେ ବ୍ୟୁଟିଫୁଲ। ସେ ଭାବିଲା ଯେ ବ୍ୟୁଟିଫୁଲ ନାଁ ଅଛି, କିନ୍ତୁ କାହିଁ ଫେସ୍ ତ ତାର ଦେଖାଉନି ତାର ନାଁ ସୁନ୍ଦର ବୋଲି। ତାପରେ ସେ ଗଲା ବେଳେ ସେ ଦେଖିଲା ଜଣଙ୍କର ଅନ୍ତିମ ସଂସ୍କାର ଚାଲିଛି। ସେତେବେଳେ ସେ ପଚାରିଲା ଯେ ଯାହାଙ୍କ ଅନ୍ତିମ ସଂସ୍କାର ଚାଲିଛି ୟାଙ୍କର ନାଁ କଣ? ନା ଅମର। ମାନେ ଜଣେ ଛିଡା ହେଇଥିଲେ, ସେ କହିଲେ ଯେ ୟାଙ୍କର ନାଁ ଅମର। ତ ସେ ଭାବିଲା ଯେ ଆରେ ୟାଙ୍କର ନାଁ ତ ଅମର ଥିଲା, ଆଉ ସେ ତ ମାନେ ଅମର ମାନେ ତ ଇମୋର୍ଟାଲ, ଇଏ ମରିଲେ କାହିଁକି? ତାପରେ ତ ସେ କହିଲେ ଇଏ ମରିଲେ କାହିଁକି, ୟାଙ୍କର ତ ନାଁ ଅମର ଥିଲା। ତ ସେ ଯୋଉ ତାଙ୍କ ପାଖରେ ଛିଡା ହେଇଥିଲେ ସେ କହିଲେ ଯେ ମାନେ ନାଁରେ କଣ ଅଛି? ତୁମେ ଯାହା କରୁଛ, ତୁମର ଡିଡ୍ସ ତୁମର ଆକ୍ସନ ଯାହା କରୁଛ ସେଟା କାଉଣ୍ଟ ହୁଏ, ସେଇଟା ଭଗବାନ କାଉଣ୍ଟ କରନ୍ତି। ତୁମର ନାଁ କଣ ଥାଉ ସେଟା ମ୍ୟାଟର କରେନି। ଆମର ଡିଡ୍ସ ଆଣ୍ଡ ଆକ୍ସନ୍ସ କାଉଣ୍ଟ, ନଟ୍ ଦ ନେମ୍। ଆମର ନାଁ ଯାହା ବି ଥାଉ ସେଥିରେ କିଛି ଫରକ ପଡେନି। ଆଉ ଯେମିତିକି ଭାଇ କହିଲେ ଯେ ପୂର୍ବ ଜନ୍ମରେ ଯଦି ତୁମର ନାଁ ଉମେଶ ଥିଲା ତାହେଲେ ତୁମେ ଯଦି ଭଲ କାମ କରୁଥିବ ତ ଠିକ ଅଛି, ଯଦି ଏଇ ଜନ୍ମରେ ତୁମର ନାଁ ଧରମ ଦାସ ଥିବ ଆଉ ଯଦି ତୁମେ ଖରାପ କାମ କରୁଥିବ ତାହେଲେ ତୁମର ପ୍ରୋବ୍ଲେମ। ଯଦି ତୁମ ନାଁ ପାପକ ଥିବ କିନ୍ତୁ ତୁମେ ଭଲ କାମ କରୁଥିବ ତାହେଲେ ତୁମର ନିଶ୍ଚୟ ଭାବରେ ତାର ପୁଣ୍ୟ ମିଳିବ। ଠିକ ସେଇଭଳି ଭାବରେ ଆମର ଆମର ସେଇ କାମ ଉପରେ ଡିପେଣ୍ଡ କରେ ଯେ ଆମେ ଆମକୁ ଆମର ଆତ୍ମାକୁ କୋଉ ଭଳିଆ ଦଣ୍ଡ ବା କୋଉ ଭଳିଆ ଶାନ୍ତି ମିଳିବ। ସେକେଣ୍ଡ ଜିନିଷ ହଉଛି ଯେ ଆମର ଇଗୋ, ମାନେ ଯେ ସମସ୍ତଙ୍କ ଠାରୁ ମୁଁ ହଉଛି ଶ୍ରେଷ୍ଠ। ବେଳେ ବେଳେ ଆମକୁ ଏତେ ଜୋର ଇଗୋ ହେଇଯାଏ ଯେ ଆମେ ଭଗବାନଙ୍କଠୁ ହିଁ ଆମକୁ ନିଜକୁ ଆମେ ସର୍ବଶ୍ରେଷ୍ଠ ଭାବିବାକୁ ଲାଗୁ। ଯେ କିନ୍ତୁ ବେଳେ ବେଳେ କିଛି ଅଛନ୍ତି ଯୋଉମାନେ କି ମାନେ ଏତେ ଭଲ କାମ କରୁଛନ୍ତି ଯେ ସେମାନେ ହିଁ ସବୁ ସୋଲଙ୍କଠୁ ଶ୍ରେଷ୍ଠ, କିନ୍ତୁ ସେମାନେ ତଥାପି ଭଗବାନଙ୍କ ଆଗରେ ହିଁ ସେମାନେ ଗୋଟେ ଛୋଟ ପିଲା ଭଳିଆ ରହିଛନ୍ତି। ମାନେ ତାଙ୍କର ଡିଡ୍ସ, ମାନେ ତାଙ୍କର ଭିତରେ ଇଗୋ ନାହିଁ, ସେମାନେ ପିଓରଲି ଗୋଟେ ତାଙ୍କର ସଂକଳ୍ପ ରହିଛି ଯେ ମୁଁ ଭଲ କାମ କରିବି, କିନ୍ତୁ ଭଗବାନ ମୋ ହାତ ଧରିକି ଚାଲିବେ, ମୁଁ ବହୁତ ଛୋଟ ରହିବି, ଭଗବାନ ହିଁ ମତେ ଗାଇଡ କରିବେ, ମୁଁ ଭାବିବେନି ଯେ ମୁଁ ହିଁ ସର୍ବଶ୍ରେଷ୍ଠ। ତାପରେ ଆମର ଇଗୋ ଯଦି ରହିଲା ତାପରେ ଡିଭିଜନ ହେଇଗଲା। ଯେମିତି ଭାଇ କହିଲେ ତୋର 5 ଡିସିମିଲ୍ ମୋର 10 ଡିସିମିଲ୍, ଏମିତି ଆମେ ଆଟମୋସ୍ଫିୟରକୁ ହିଁ ଡିଭାଇଡ କରିଦେଲେ, ଆମେ ଭାଇ ଭାଇ ଭିନ୍ନ ହେଇଗଲେ। ମାନେ ଯେତେବେଳେ ଆମେ ଆଟମୋସ୍ଫିୟରକୁ ହିଁ ଆମେ ଇଏ କରିଗଲେ, ମାନେ ତାକୁ ଡିଭାଇଡ କରିଦେଲେ, ଆମର କଲଚର ଡିଭାଇଡ ହେଇଗଲା, ତାହେଲେ ଭାବନ୍ତୁ ଆମେ କୋଉ ମୋଡରେ ଏବେ ଆମେ ଅଛୁ। ମାନେ କିନ୍ତୁ ଶ୍ରୀକୃଷ୍ଣଙ୍କ ବେଳେ କାଲିଆ ବନ୍ଦ ଥିଲା, କୋଉଠୁ ଆସିଥିଲା? ସେଇ ଗ୍ରୀସରୁ ଆସିଥିଲା, କିନ୍ତୁ କିଛି କ୍ଷତି କରିପାରିଲାନି, ଇଣ୍ଡିଆର ସେତେବେଳେ କିଛି ବି ହେଲାନି। ଶ୍ରୀକୃଷ୍ଣଙ୍କର ମାନେ ଦେହତ୍ୟାଗର
3,500 ବର୍ଷ ପରେ ବି ଇଣ୍ଡିଆ ଉପରେ କୌଣସି ବି ଆକ୍ରାନ୍ତ ଆସିଲା ନାହିଁ। କିନ୍ତୁ ଯେତେବେଳେ ଧୀରେ ଧୀରେ ଆମେ ଡିଭିଜନ କଲେ, ସେ ବିଜେଡି ମୁଁ ବିଜେପି, ତାପରେ ଆମେ ୱେଷ୍ଟର୍ଣ୍ଣ କଲଚରକୁ ଫଲୋ କରିବାକୁ ଲାଗିଲେ, ଆମେ ବିଭିନ୍ନ ପ୍ରକାରର ମାନେ ଜିନିଷକୁ ଆମେ ଫଲୋ କରିବା ପାଇଁ ଲାଗିଲେ, କିନ୍ତୁ ଆମେ ଏକ୍ସେପ୍ଟ ଇଣ୍ଡିଆନ କଲଚର ମାନେ ସନାତନ ଧର୍ମକୁ ଛାଡିକି ଆମେ ଆଉ ସବୁ କଲେ। ଆଉ ସେଇ ସନାତନ ଧର୍ମ ଉପରେ ହିଁ ଆମର ଆଉ ସେଇ ବିଲିଭ ଟା ରହିଲା ନାହିଁ। ତା ମାନେ ଆମେ ଆଜି ଏଇ ଜନ୍ମରେ ଯୋଉ ଲୋକଙ୍କୁ ନେଇକି ଆମେ ଘୃଣା କରୁଛେ, ହେଇଥାଇପାରେ ଆମେ ତା ମାନେ ଆମ ପୂର୍ବ ଜନ୍ମରେ ସେଇ ଲୋକଟି ହେଇଥାଉ ବା ସେଇ ଲୋକଟି ଆମର ଉପରେ ଆସିଥାଉ, ସେଟା ଆମେ ତ ଜାଣିନେ, ବା ଆଗ ଜନ୍ମକୁ ବି ଆମର ସେହା ହୋଇପାରେ, କିନ୍ତୁ ଆମେ ଜାଣିନେ। କିନ୍ତୁ ସୋଲ ଆମର ସମସ୍ତଙ୍କର ସେମ୍। ଯେମିତିକି ଭାଇ କହିଲେ ଯେ ସର୍ବାଣୀ ଭୂତାଣି ଆତ୍ମାନି, ମାନେ ଆମେ ସବୁ ସେମ୍, ଆମର ସୋଲ ବି ସେମ୍, ଖାଲି ଆମର ଡିଡ୍ସ ମ୍ୟାଟର କରେ। ଆଉ ଆମର ପ୍ରାଇଡ ଆସିଲା ବୋଲି ଆମର ଇଗୋ ହେଲା, ମାନେ ଡିଭିଜନ ବିକଜ ଅଫ ଇଗୋ, ମାନେ ଆମର ଡିଭିଜନ ବି ଇଗୋ ପାଇଁ ହିଁ ହେଲା। ମାନେ ଯଦି ବି ଆମେ ଗୋଟେ ଜିନିଷକୁ ନେଇକି ପ୍ରାଇଡ କରିବା ପାଇଁ ଚାହୁଁଛେ, ସେ ହଉଛନ୍ତି ଓନ୍ଲି ଡିଭାଇନ। ଆମେ ଡିଭାଇନ କୁ ନେଇକି ଯଦି ଆମେ ନିଜକୁ ଗର୍ବ ଅନୁଭବ କରିବା ଯେ ମୁଁ ବହୁତ ମାନେ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ମୁଁ ମାଙ୍କ ପ୍ରଭୁଙ୍କ ଭଳି ଏକ ଆମର ମାର୍ଗଦର୍ଶକ ମୁଁ ପାଇଛି, ସେ ମତେ ଗୋଟେ ବି ପ୍ରୋବ୍ଲେମ ଫେସ୍ କରିବା ପାଇଁ ଦଉନାହାନ୍ତି, ସେ ମତେ ହାତ କଡେଇ କଡେଇ ନେଇ ଯାଉଛନ୍ତି। ଗୋଟେ ଛୋଟ ବାଣୀ କହିବା ପାଇଁ ଚାହିଁବି, there is no greater pride and glory than to be a perfect instrument of the master. Sri Aurobindo यार माने अच्छे जे यहाँ माने सबुठु बड़ निज उपरे गर्व अनुभव करवा, निज उपरे जो ग्लोरी गोटे जे आमर जो स्वर्ण अक्षर ना लेखा हुए सेमिति माने सबुठु बड़ आम सफलता हम जो आम से माँ प्रभुंकर आम जो इन्स्ट्रुमेंट हो, आम दुर्गा स्तोत्र भी से लिखाई जे तुम्हें मते तुमर जंत्र भली गढ़ी तोल, माने तुम जंत्र मुहे भी देले जाए कि मो लाइफ रे मो सक्सेसफुल हेबी, माने सेही जिंस गुड को जेते आमे नेकी प्राइड अनुभव करबा निज ऊपर, सेते जाके आमे रियल सक्सेसफुल हबा। समस्त को धन्यवाद। वर्तमान आमे समस्ते गोटे मिनिट मां को म्यूजिक सहित